ଇକାନା ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ ନମ୍ବର 50ରେ ଏଲ୍ଏସ୍ଜି ବନାମ ଆର୍ସିବି ପରସ୍ପର ସହ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଏଲ୍ଏସ୍ଜି ବ୍ୟାଟର ମିଚେଲ ମାର୍ସ ଧୂଳି ଉଡ଼ାଇଥିଲେ ଆର୍ସିବି ବୋଲରକୁ। ମିଚେଲ ମାର୍ସଙ୍କ ଜବରଦସ୍ତ 11 ରନ୍ର ଇନିଂସ ବର୍ଷା ବାଧାପ୍ରାପ୍ତ ଖେଳରେ ଏଲ୍ଏସ୍ଜିକୁ 9 ରନ୍ରେ ଜିତାଇବାରେ ସାହାଯ୍ୟ କରିଥିଲା। ଏଲ୍ଏସ୍ଜି ଲଗାତାର 6ଟି ମ୍ୟାଚ୍ ହାରିବା ପରେ ବିଜୟ ଲାଭ କରିଥିଲା ଆର୍ସିବି ବିପକ୍ଷରେ। ତେବେ ଏଲ୍ଏସ୍ଜି ବନାମ ଆର୍ସିବି ମ୍ୟାଚ୍ର ସାରାଂଶ ଜାଣିବା ପୂର୍ବରୁ ଭିଡିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଆର୍ସିବି ଅଧିନାୟକ ରଜତ ପାଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହାକି ତାଙ୍କ ଉପରେ ଭାରି ପଡ଼ିଲା। ଏଲ୍ଏସ୍ଜି ଓପନର ମିଚେଲ ମାର୍ସ ଏକୁଟିଆ ଧୂଳି ଉଡ଼ାଇଥିଲେ ଆର୍ସିବି ବୋଲରକୁ। ତାଙ୍କ ସାଥ ଦେଇଥିଲେ ଆର୍ସିନ୍ କୁଲକର୍ଣ୍ଣି। ମିଚେଲ ମାର୍ସ ପାୱାରପ୍ଲେ ଭିତରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ 20 ବଲରେ। ପାୱାରପ୍ଲେରେ 68 ସ୍କୋର କରିଥିଲା ଏଲ୍ଏସ୍ଜି। ଏଣିକି ଭାରି ବର୍ଷା ଯୋଗୁଁ ନବମ ଓଭରରେ ମ୍ୟାଚ୍ଟି ବାଧାପ୍ରାପ୍ତ ହୋଇଥିଲା। ତେବେ କୁଲକର୍ଣ୍ଣି 10 ଓଭରରେ 24 ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ। ବର୍ଷା ବିରତି ପରେ କୃଣାଲ ପାଣ୍ଡ୍ୟାଙ୍କ ବଲରେ ସେ ରଜତ ପାଟିଦାରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ମିଚେଲ ମାର୍ସ ଏବଂ କୁଲକର୍ଣ୍ଣିଙ୍କ 95 ରନ୍ର ବିଶାଳ ପାର୍ଟନରସିପ୍ ହୋଇଥିଲା। ପରେ ନିକୋଲସ ପୁରାଣ ବ୍ୟାଟିଂ ପାଇଁ ଆସିଥିଲେ। ମିଚେଲ ମାର୍ସ 14 ଓଭରରେ ଚୌକା ମାରି ନିଜର ଶତକ ପୂରଣ କରିଥିଲେ 49 ବଲରେ। ଏଣିକି ପୁଣି ଥରେ ବର୍ଷା କାରଣରୁ ମ୍ୟାଚ୍ରେ ବ୍ରେକ୍ ଲାଗିଥିଲା। ବାରମ୍ବାର ମ୍ୟାଚ୍ରେ ଅନେକ ବାଧା ସୃଷ୍ଟି ହେବା କାରଣରୁ ମ୍ୟାଚ୍ଟିକୁ ପ୍ରତି ପାର୍ଶ୍ୱରେ 19 ଓଭର ଖେଳକୁ ହ୍ରାସ କରାଯାଇଥିଲା। ତେବେ ପୁରାଣ ଏବଂ ମିଚେଲ ମାର୍ସଙ୍କ 70 ରନ୍ର ପାର୍ଟନରସିପ୍ରେ ଦଳ 165 ସ୍କୋରରେ ପହଞ୍ଚିଥିଲା। ତାପରେ ସେଟ୍ ବ୍ୟାଟ୍ସମ୍ୟାନ୍ ମିଚେଲ ମାର୍ସ ଆଉଟ୍ ହୋଇଯାଇଥିଲେ 17 ଓଭରରେ। ଜସ୍ ହେଜେଲଉଡଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ। ମିଚେଲ ମାର୍ସ 56 ବଲରେ 111 ରନ୍ର ବିସ୍ଫୋରକ ପାରି ଖେଳିଥିଲେ। ସେ 9ଟି ଲେଖା ଚୌକା ଛକା ବାଡ଼େଇଥିଲେ। ପରେ ଅଧିନାୟକ ରିଷଭ ପନ୍ତ ଯୋଗ ଦେଇଥିଲେ ପଡ଼ିଆରେ। ରିଷଭ ପନ୍ତ ଆସିବା କ୍ଷଣି ହେଜେଲଉଡଙ୍କୁ ଚୌକା ଛକାରେ ଧୋଇଥିଲେ। 5ଟି ବଲରେ 2ଟି ଚୌକା ଏବଂ ଗୋଟିଏ ଛକା ସହ 16 ରନ୍ କରିଥିଲେ। ତେବେ 19 ଓଭରରେ ପୁରାଣଙ୍କ ୱିକେଟ୍ ନେଇଥିଲେ ରାଶିକ ଦାର। ପୁରାଣ ବାଉଣ୍ଡ୍ରି ମାରିବାକୁ ଯାଇ କୃଣାଲ ପାଣ୍ଡ୍ୟା ହାତରୁ କ୍ୟାଚ୍ ଆଉଟ୍ ହୋଇଥିଲେ। ନିକୋଲସ ପୁରାଣ 38 ରନ୍ର ପାରି ଖେଳିଥିଲେ। ପରେ ରିଷଭ ପନ୍ତ ସେହି ଓଭରରେ ରାଶିକ ଦାରକୁ 2ଟି ଚୌକା ଗୋଟିଏ ଛକା ମାରିଥିଲେ ଏବଂ ଆର୍ସିବି ଆଗରେ 210 ରନ୍ର ବିଶାଳ ଟାର୍ଗେଟ ଛିଡ଼ା କରିଥିଲେ। ରିଷଭ ପନ୍ତ 10 ବଲରେ 32 ରନ୍ କରିଥିଲେ। ଏଣିକି ଆର୍ସିବି ଦଳ ରନ୍ ଚେଜ୍ କରିବାରେ ଫେଲ୍ ମାରିଥିଲା। ପ୍ରଥମ ଓଭରରେ ଜାକବ ବେଥେଲଙ୍କ ୱିକେଟ୍ ପଡ଼ିଥିଲା, ଯାହାକି ମହମ୍ମଦ ସାମିଙ୍କ ଖାତାକୁ ଯାଇଥିଲା। ସେହିପରି ଦ୍ୱିତୀୟ ଓଭରରେ ଓପନର ବିରାଟ କୋହଲି ବିନା ଖାତା ଖୋଲି ପେଭିଲିୟନ ଫେରିଥିଲେ। କୋହଲି ପ୍ରିନ୍ସ ୟାଦବ ହାତରୁ ବୋଲ୍ଡ ହୋଇଥିଲେ। ଦୁଇ ଓପନରଙ୍କ ଶୀଘ୍ର ୱିକେଟ୍ ପଡ଼ିବା ହେତୁ ଆର୍ସିବି ଉପରେ ଚାପ ପଡ଼ିଥିଲା। ପରେ ଅଧିନାୟକ ରଜତ ପାଟିଦାର ଏବଂ ଦେବଦୂତ ପାଡିକଲଙ୍କ 95 ରନ୍ର ବଡ଼ ଭାଗିଦାରୀରେ ଦଳକୁ ମୁସ୍କିଲ ପରିସ୍ଥିତିରୁ କାଢ଼ିଥିଲେ। ଦଳ 10 ଓଭରରେ 100 ରନ୍ ଅତିକ୍ରମ କରିଥିଲା। ତେବେ ପ୍ରିନ୍ସ ୟାଦବ ଲଗାତାର 2ଟି ୱିକେଟ୍ ଚଟକାଇଥିଲେ 11 ଓଭରରେ। ସେଟ୍ ବ୍ୟାଟ୍ସମ୍ୟାନ୍ ପାଡିକଲ 34 ରନ୍ କରିଥିବା ବେଳେ ତାଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ। ଫଳରେ ବଡ଼ ଭାଗିଦାରୀର ଅନ୍ତ ହୋଇଥିଲା। ପରେ ଜିତେଶ ଶର୍ମା କ୍ରିଜ୍କୁ ଆସିଥିଲେ, ମାତ୍ର ସେ 1 ରନ୍ରେ ଆଉଟ୍ ହୋଇଯାଇଥିଲେ ପ୍ରିନ୍ସଙ୍କ ଦ୍ୱାରା। ସେହିପରି ରଜତ ପାଟିଦାରଙ୍କ 12 ଓଭରରେ ୱିକେଟ୍ ପଡ଼ିଥିଲା। ପାଟିଦାର 31 ବଲରେ 61 ରନ୍ର ପାରି ଖେଳି ସହବାଜ ଅହମଦଙ୍କ ହାତରୁ ଆଉଟ୍ ହୋଇଥିଲେ। ଲଗାତାର ୱିକେଟ୍ ପରେ ୱିକେଟ୍ ପଡ଼ିବା ଆର୍ସିବି ଉପରେ ପ୍ରଭାବ ପକାଇଥିଲା। ପରେ ଟିମ୍ ଡେଭିଡ୍ ଏବଂ କୃଣାଲ ପାଣ୍ଡ୍ୟାଙ୍କ 46 ରନ୍ର ଭାଗିଦାରୀରେ ଦଳ 158 ସ୍କୋର କରିଥିଲା, ଯେଉଁଥିରେ ଟିମ୍ ଡେଭିଡ୍ଙ୍କ 40 ରନ୍ ସାମିଲ ଥିଲା। 16 ଓଭରରେ ସହବାଜ ଅହମଦ ଟିମ୍ ଡେଭିଡ୍ଙ୍କୁ ଆଉଟ୍ କରିଥିଲେ। ତେବେ ଲୟର ଅର୍ଡରରେ ରୋମାରିଓ ସେଫର୍ଡ ଏବଂ କୃଣାଲ ପାଣ୍ଡ୍ୟା ରହିଥିଲେ। ସେଫର୍ଡ ଏବଂ କୃଣାଲ ପାଣ୍ଡ୍ୟା ଚେଷ୍ଟା କରିଥିବା ସତ୍ତ୍ୱେ ରନ୍ ଚେଜ୍ କରିବାରେ ବିଫଳ ହୋଇଥିଲେ। ଶେଷ ଓଭରରେ 20 ରନ୍ ଆବଶ୍ୟକ ଥିବା ବେଳେ ମିଷ୍ଟ୍ରି ସ୍ପିନର ଦିଗ୍ବେଶ ରାଠୀଙ୍କ ଚମତ୍କାର ବୋଲିଂରେ ଏଲ୍ଏସ୍ଜି ବିଜୟ ହାସଲ କରିଥିଲା। ତେବେ ମିଚେଲ ମାର୍ସଙ୍କ ବିସ୍ଫୋରକ ଇନିଂସ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଥିଲା।